ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 18। ମିଣିଆକା ଦେଉଡୁ ସାଉଁତା ତାର ଦଳବଳ ଧରି ଚୈତର ମଜଲିସ୍ ଭିତରେ ମୌଜ ଖୋଜି ଯାଇଥିଲା। ସେ ତାର ନିର୍ଘଣ୍ଟ ଠିକଣା କରିପାରିଥିଲା ଆଗ ବନ୍ଦିକରା ସେଠି 2 ଦିନ, ତାପରେ ଖାଳକଣ ଆବଶ୍ୟକ ପଡ଼ିଲେ ଚିଲିଶଙ୍କା ପର୍ଯ୍ୟନ୍ତ ସେ ଯିବାକୁ ପ୍ରସ୍ତୁତ। ଯେଉଁଠି ମୌଜ ବେଶୀ, ମଦ ବେଶୀ, ସେଠି ସେ ଅଟକି ରହିବ। ଯେଉଁଠି ଭଲ ଶିକାର ପାଇବ ତାଠାରୁ ଶିକାର କରି ସେ ଫେରି ଆସିବ। ଏ ବର୍ଷ ଭଲ ଶିକାର ତାର ଦରକାର। ତାରି ଭୀଷ୍ମ ପ୍ରତିଜ୍ଞା। ଖାଲି ହାତରେ ସେ ଫେରିବ ନାହିଁ। କଟୁ ଦିନା କେତେ ବାଟେ ବାଟେ। ସାଆନ୍ତର ନିଷ୍ପତ୍ତି ଗାଁଯାକର ନିଷ୍ପତ୍ତି। ତେଣୁ ତାର ଦଳବଳ ତାର ପଛେ ପଛେ। ବାଟର ନିଶା ସେ କନ୍ଧର ମନ ଭିତରେ। ଖୋଜି ଖୋଜି ବୁଲି ବୁଲି କାହିଁ ଆଜି ବିଚାର ପଡ଼ିଲା ଏ ଗାଁ ଭଲ ନୁହେଁ। ନୂଆ ଜମି ତିଆରି କରି ଖାଇବାକୁ ବଣ ମାରିବାକୁ ଆଉ ବଣ ନାହିଁ। କନ୍ଧ ତାର ଗାଁ ଉଠେଇ ନେଲା। ନୂଆ ବାଟର ନିଶା କନ୍ଧର ନୂଆ ନୁହେଁ। କିନ୍ତୁ ଦେଉଡୁ ସାଉଁତା ତାର ପୂର୍ବପୁରୁଷମାନଙ୍କ ପରି ଖାଲି ଅମଡ଼ା ମାଡ଼ିବାର ଝୁଙ୍କରେ ବୁଲି ବାହାରି ନଥିଲା। କେଉଁଦିନୁ ମନେ ମନେ ସେ ବୁଝିଲାଣି ସେ ତାର ସ୍ତ୍ରୀ ପୁୟୁକୁ ଆଉ ଭଲ ପାଏ ନାହିଁ। ପୁୟୁ ତାର 2 ଆଖିର ଖେଣ୍ଟା। ସେ ପୁରୁଷ, ସେ ଫୁର୍ତ୍ତି ଚାହେ। ସେ ଚାଷୀ, ସେ ଭୁଇଁ ତାଡ଼େ, ଢୋଲ ପିଏ। ତାପରେ ଖୋଜେ ସାଙ୍ଗୀ। ଜୀବନର କ୍ରମରେ କେବେ ପୁୟୁକୁ ଦେଖି ସେ ପାଗଳ ହୋଇଥିଲା। ଘରକୁ ଆଣିବାକୁ ତରସ ହିଁ ନାହିଁ। ଆଜି ସେ ସବୁ ପାସୋରା କଥା। ମନକୁ ପ୍ରବୋଧ ଦିଏ ସେଦିନର ପୁୟୁ ଆଜି ନାହିଁ। ୟା ମୁହଁରେ ହସ ନାହିଁ, ୟା ଦେହରେ ସୌନ୍ଦର୍ଯ୍ୟ ନାହିଁ। କ'ଣ ଭିତରେ ଭିତରେ ୟାକୁ ଗ୍ରାସିଛି। ବୁଢ଼ୀ ପରି ହେଲାଣି ଦିନୁ ଦିନୁ। ଆଉ ପିୟୁର ମନ, ସେ ମନଟା ତାର ବଦଳି ଯାଇଛି। ସ୍ୱାମୀକୁ ଆକର୍ଷଣ କରିବାକୁ ମତେଇବାକୁ ତାର ପ୍ରବୃତ୍ତି ନାହିଁ ମୋଟେ। ତା ଛଡ଼ା ସ୍ୱାମୀ ଆଗେଇ ଆସିଲେ ବି ପଛେଇ ଯିବା ତାର ଅଭ୍ୟାସ ହୋଇଗଲାଣି। କେବଳ ଛାତିରେ ଗୋଟାଏ କାଉଁ କାଉଁଆ ପିଲା। ସବୁବେଳେ ବିନା କାମରେ ସୁଦ୍ଧା ଘର କାମ। ଘରଟା ଓଳେଇ ଦେଲେ ଚଳୁନାହିଁ, ଆହୁରି 7 ଥର ଓଳାଇବା ଦରକାର। ଥରେ ଲିପିଲେ ଘର ଶୁଦ୍ଧ ହେଲା ନାହିଁ ଯେ ଲାଗି ରହିଥିବ ମାଟି ଗୋବର ହାତରେ ସେଠି। କିନ୍ତୁ ଦେଉଡୁ ସାଉନ୍ତର ମଣିଷର ମନ। ସେ ମନରେ ଶେଷ ନିଷ୍ପତ୍ତି ସମ୍ଭବ ନାହିଁ। କେବେ ବୁଝେ ଭଲ ପାଏ ନାହିଁ ପୁୟୁକୁ। ପୁଣି ମନଟା ଅଜାଣତରେ କଅଁଳ ହୋଇ ଆସେ। ଭାବେ ସବୁ ସୁଧୁରିଯିବ। ପୁୟୁ ତା ସାଙ୍ଗରେ ବୁଲି ବୁଲି ନାଚୁଥିବ, ଗାଉଥିବ ବଣେ ବଣେ। ଏଭଳି ଧାରଣା ମନ ଭିତରେ ବେଶୀ ଥର ଆସେ ନାହିଁ। ଭିତର ମନରୁ ଉଠି ଉଠିକା ଆସେ ବିଦ୍ରୋହ, ବିରାଗ। ନିଦରୁ ଉଠି କେବେ ଚିଡ଼ି ଚିଡ଼ି ଲାଗେ। ଅନର୍ଥକ ଦୋଷ ବାଛେ, ସମାଲୋଚନା କରେ। ଆଉ କେବେ କେବେ ହଠାତ୍ ମନ ଉପରେ ଅଜାଡ଼ି ହୋଇପଡ଼େ। କେଉଁ ଅଜଣା କାରଣରୁ বিষাଦ, ହାହାକାର ଘର କରିବାକୁ ମନ ରୁଚେ ନାହିଁ। ଦେଉଡୁ ସାଉଁତା ମଦ ଠେକିର ଓଠ ଲଗାଇ ଶାନ୍ତି ପାଏ। ଏହି ଝିଙ୍କା ଓଟରାରେ ଘରୁ ଯାଇ ପର ଉପରେ ତାର ଦୃଷ୍ଟି ପଡ଼େ। ତାର ଛୋଟିଆ ପରିସର ଭିତରେ ହାତ ପାଆନ୍ତି ଯାହା ପାଏ ତହିଁରେ ସେ ମନକୁ ଭୁଲାଏ। ବାଳମୁଣ୍ଡାର ସ୍ତ୍ରୀ ସୁନାଦେଈର ଘର ଆଗରେ ଅନେକ ଥର ଯାଁ ଆସ କରେ। ଏହିପରି ତାର ଦିନ ଚଳିଯାଏ। ସେ ଶାନ୍ତି ପାଏ ନାହିଁ। ଋତୁର ନିଜସ୍ୱ ଚିନ୍ତାରେ ବାସନ୍ତୀ ମନୋଭାବ ଯହୁଁ ଯହୁଁ ସିଞ୍ଚି ଯାଉଥିଲା। ଫଗୁଣ ଶେଷରେ ମାଳୁଆ ପବନ। ଦେହରେ ରସ ବଢ଼ିଥିଲା। ଦେଉଡୁ ସାଉନ୍ତାର ବିକୃତି ବଢ଼ି ଚାଲୁଥିଲା। ତାସ ବେଉସା ଥିଲା ପରିଶ୍ରମର ଚାପ ମାଂସ ଉପରେ। ଟପ ଟପ ଶ୍ରମଝାଳ ସେହି ପରିଶ୍ରମ ବାଟେ ମନର ବିକାର ବାମ୍ଫେଇ ବାମ୍ଫେଇ ଯାଉଥିଲା। ନିଛାଟିଆରେ ପ୍ରବୃତ୍ତି ଚରିତାର୍ଥ ପାଇଁ ନୀରବ ଆୟୋଜନ। ଏହି ତଡ଼ାରେ ଦେଉଡୁ ସାଉନ୍ତା ଗାଁ ପଞ୍ଚାୟତରେ ନିଷ୍ପତ୍ତି କରିଥିଲା ଚୈତର ନିର୍ଘଣ୍ଟ। ବନ୍ଦିକାର। ଚୈତ ପରବରେ ମଣିଷ ପଶୁ। ମଦ ନିଶାରେ ବିବେକ ଡର। ସେଠି ଭଲ ମନ୍ଦ ନାହିଁ। ସେଠି ଅନୁଭୂତି ନୁହେଁ, ଖାଲି ଗୋଟାଏ ଆପଣା ଭୁଲା ନିଶା, ମୋହ। ବାଟରେ ଯାଉ ଯାଉ ଚୈତ ବୁଲାରେ ପର ଗାଁରେ କନ୍ଧ ଝିଅ ଆଖିରେ ପଡ଼ନ୍ତି। ହାଲୁକ ନିଶାରେ ଆଖି ଢୋଳୁ ଢୋଳୁ ନାନା ସମାଲୋଚନା କରି ସେମାନେ ଗୀତ ବୋଲନ୍ତି। ଆଗ ଖୁଜୁବୁଜୁ ହୁଅନ୍ତି ନାରୀ। ତାପରେ ଏ ପକ୍ଷରୁ ଆପେ ତାର ଉତ୍ତର ଯାଏ। ଜନ୍ତୁ ସମୟ ଖୋଜେ। ଜହ୍ନ ରାତିରେ ଝାଇଁ ଝାଇଁ ପଡ଼ିଲେ କଜଳପାତି ଦମ୍ପତି ଜବାବ ସୁଆଲ ଲଗାନ୍ତି। ଡାହୁକର ସକାଳ ସଞ୍ଜ, କାପ୍ତାର ଉଦାସୀ ଦ୍ୱିପହର, ବାଘର ଅଧରାତି। ମଣିଷ ସମୟକୁ ଅନାଏ ନାହିଁ। ଆପଣାର ରୁଚିରେ, ଆପଣାର କଳ୍ପନାରେ ସମୟ ପରିସ୍ଥିତି ରଚିଯାଏ ରୁଚି ଅନୁସାରେ।
ବନ୍ଦିକାର ବାଟେ ବାଟେ ମନର ଉନ୍ମତ୍ତତାର ସେମାନେ ଧାଇଁ ଧାଇଁ ଚାଲିଥିଲେ। ଗୀତକୁ ଗୀତ ଯୋଡ଼ି ଲାଗିଥିଲା। ଦେଶରେ ପାହାଚେ ପାହାଚେ ହୋଇ ଧାଇଁ ଧାଇଁ ସେମାନେ ବନ୍ଦିକାର ପହଞ୍ଚିଲେ। ରାତିରେ ସେଠି ମହା ସମାରୋହରେ ଭୋଜି ନାଚ, ତହିଁଆର ଦିନ ଶିକାର ବୁଲା। ଦିଉଡ଼ ସାଉତା ଖୁସି ଥିଲା। ହାରଗୁଣା ସାଉତା ଗାଁର ଇଜ୍ଜତ ରଖି ଜାଣେ। ବଡ଼ ଉଦାର ତାର ମନ। ତାର ଭିଣେଇ ହେବାକୁ ହାରଗୁଣା ଅନୁପଯୁକ୍ତ ନୁହେଁ। ପ୍ରଚୁର ତାର ମଦ ପିଇ ମନ ଇଚ୍ଛା ଫୁର୍ତ୍ତି ମଉଜ କରି ଦିଉଡ଼ ସାଉତା ହାରଗୁଣାର ପ୍ରଶସ୍ତି ଗାଉଥିଲା। କନ୍ଧ ଦେଶର ଅଭ୍ୟାସ ଅନୁସାରେ ବଣରୁ ଶିକାର କରିଯିବା ପୂର୍ବରୁ ସଳ୍ପ ଡିସାରିର ନେତୃତ୍ୱରେ ଚିତାଗୁଡ଼ି ଦେବାର ପୂଜା ହେଲା। ଚିତାଗୁଡ଼ି ବା ଚିତାମା ବା ସୀତାମା ସବୁ ପ୍ରକାର କ୍ଷତିରୁ ନଷ୍ଟରୁ କନ୍ଧ ଜାତିକୁ ରକ୍ଷା କରେ। ତେଣୁ ଶିକାର ସକାଶେ ବଣ ବୁଲିବା ପୂର୍ବରୁ ଚିତାମା ଆଗରେ କୁକୁଡ଼ା ଛୁଆ ଦୁଇଟି ହାଣି ରନ୍ଧା ମଦ ଟୋପିଏ ଢାଳି ବଣ ବିପଦରୁ ରକ୍ଷା କରିବା ସକାଶେ ମାଗୁଣି କରାଯିବା ଦରକାର ପଡ଼େ। 3 ହାତ ଉଞ୍ଚା ସାନ କୁଡ଼ିଆ ଭିତରେ ସୁନ୍ଦର ବୋଳି ହୋଇ ଖୋଲା ପଥର ବେଶରେ ଚିତାମା ଦେବୀ। ଦିଶାରୀ ସମସ୍ତିଙ୍କ ପାଇଁ ସେଠି ପ୍ରାର୍ଥନା ଜଣାଇଲା, ଆମେ ତମର ପୁଅ, ଆମକୁ ବିପତ୍ତିରୁ ରକ୍ଷା କରିବ। ବଣରେ ପଶିବୁ, ମୁଣ୍ଡରେ ଲଟା ନ ବାଜୁ, ଗୋଡ଼ରେ କଣ୍ଟା ନ ଫୁଟୁ, ପୋକ ନ କାମୁଡ଼ୁ, ସାପ ନ ମାରୁ, ବାଘ ନ ଖାଉ। ପୂଜା ସାରିଦେଇ ସେଠି ବତି ଜାଳି ଦେଇ ସମସ୍ତେ ଶିକାରକୁ ଗଲେ। ସେଠି ମିଣିଆପାୟର ଲୋକ ବି କେହି ବନ୍ଦିକାର ଲୋକ ବୋଲି ନାହିଁ। ସେଥିରେ କାହାରି ଅସ୍ତିତ୍ୱ ନଥିଲା। ଆଗରେ ଗହଳି ଗର୍ଜନ କରି ବାଜା ବଜାବଜି ଚାଲିଛି। ପଛରେ ଗୀତ ବୋଲି ବୋଲି ନାଚି ନାଚି ଗାଁର ଟୋକିମାନେ ଚାଲିଛନ୍ତି। ସାମ୍ନାରେ ଲକ୍ଷ୍ୟସ୍ଥାନ, ତା ଉପରେ ହୋଇ ବାଘ ଢଙ୍ଗର ପର୍ବତ। ସବୁ ମିଶିଯାଇ ଗୋଟାଏ ମୂର୍ଚ୍ଛନା। ସେଇ ମୁଣ୍ଡଘୋରା ଭଉଁରୀ ଭିତରେ ସମସ୍ତିଙ୍କ ସାଙ୍ଗେ ଘୋଷାରି ହୋଇ ଚାଲିଥିଲା ପିଓଟି। କଳିଙ୍ଗତଳ ଦେଶର ଅଭ୍ୟାସ ଅନୁଯାୟୀ ସମସ୍ତିଙ୍କୁ ଜିଣେ କେବଳ ମଦ ପିଆରେ। ଗୀତ ଗାଇ ଆସେ ନାହିଁ। କେବଳ ତେଲୁଗୁ ଦେଶର ଗୋଷ୍ଠୀ ଗୀତରୁ ପଦେ ଅଧେ ସେ ଜାଣେ, ଗୀତ ଜାଣେ ନାହିଁ। ତେଣୁ ସମସ୍ତେ ଗୀତ ବୋଲିଲେ କେବଳ ଘୋଷାର ସ୍ୱରଦଣ୍ଡଟି ଧରି ସେ ପାଟି ମେଲେଇ ଦିଏ। ବହୁତ ହସେ। କଙ୍କର ପଥର ବାଟ ଧୀରେ ଧୀରେ ଉଠାଣି ବାଟ। ଦୂରକୁ ଦୂରକୁ ଦେହ ବୋଝ ଲାଗେ। ମଦ ନିଶାରେ ଦେହ ବୋଝ ଲାଗେ। କେବେ କେବେ ଆଶ୍ଚର୍ଯ୍ୟ ହୋଇ କେହି ସାଙ୍ଗୀ ପିଓଟି ଆଡ଼କୁ ଅନାନ୍ତି। ତାର ବେହାଲ ହୋଇ ଆସୁଥିବା ଅବସ୍ଥା ଲକ୍ଷ୍ୟ କରନ୍ତି। ବଣ ଦେଶର କନ୍ଧୁଣୀ ଏତେ ମଦ ପିଏ ନାହିଁ। ଡମ୍ବ ଜାତିର ସ୍ତ୍ରୀ ଲୋକ ଛଡ଼ା ଏପରି ମଦ ପିଅନ୍ତି ନାହିଁ କେହି। ଢେଉ ପରି ତା ଉପରକୁ ଢିପ। ସମସ୍ତିଙ୍କ ସଙ୍ଗରେ ପିଓଟି ବି ଉପରକୁ ଉଠିଗଲା। ଟୋକିମାନେ ତାକୁ ଆଦରେଇ ନେଇଛନ୍ତି। ଟୋକାମାନେ ପାରି ନାହାନ୍ତି। ତାର ଯେଉଁ ବିଚିତ୍ର ଭାବଭଙ୍ଗୀ କନ୍ଧୁଣୀ ରୂପଭେଗ ହେଲେ ହେଁ ଅବୁନିଆଦିଆ ପରଦେଶୀ ଢାଞ୍ଚା ତାକୁ ଭେଦ କରି ପଶିବାକୁ ସମୟ ଦରକାର। ଜାଣିବାକୁ କ'ଣ ସେ ଭଲ ପାଏ, ତା ସହିତ ଗତାଗତ କେତେ ଦୂର, କେମିତି ତାର ଧରଣ, ସେ ଯେ ଗୋଟିଏ ବିଚିତ୍ର ଜନ୍ତୁ, ତା କୌଣସି କନ୍ଧ ଅନେଇ ଦେଇ ଜାଣି ନେଇପାରେ। ସେଇ ବିଚିତ୍ରତା ଗୋଟାଏ ନୂଆ ଚମକ ଆଣେ। କେବଳ ଏହି ଚମକରେ ଆନନ୍ଦ ପାଇବା ସକାଶେ ଚୈତ୍ରବର୍ଣ୍ଣର ଅଭିଯାନ ନୁହେଁ, ମିଳାମିଶା କରିବା ଅସହ୍ୟ ଲାଗେ। ଲୋକେ ଦେଖି ଦେଖି ଶିକାର କରି ବାହାରି ଚାଲିଯାଆନ୍ତି। ପାହାଡ଼ ଅଧାରେ ଥାଏ ଅତଡ଼ା ଛିଣ୍ଡିକି ତଳର ପାତାଳକୁ। ଆଗପଟେ ବଙ୍କେଇଛି ପାହାଡ଼। ତାର ସାମ୍ନାରେ ବଣଭର୍ତ୍ତି ସେହି ପାତାଳ। ଆଗପଟେ କେତେ ଉପରୁ ସହସ୍ର ଧାର ହୋଇ ସେଠୁ କେତେ ଛୋଟ ଛୋଟ ଝରଣା ଝରି ପଡ଼ୁଛନ୍ତି। ଚାରିଆଡ଼େ ବଣ, ସାମ୍ନାରେ ଏ ଦୃଶ୍ୟ। ଗହୀର ପାତାଳ ଉପରେ ସ୍ଥାନେ ସ୍ଥାନେ ତଳମାଳ ଦିଶୁଛି। ତା ତଳକୁ ହୋଇ ପର୍ବତ ସବୁ ଶୋଇ ଶୋଇ ଯାଇଛି। ଦୂରରେ କେତେ ତଳେ ସମତଳର ନୀଳଚକ୍ରବାଳ। କେତେଜଣ ଝିଅ ସେଠି ବସି ରହିଲେ। ପୁରୁଷମାନେ ତଳୁ ଧାର ଲାଗିଥାନ୍ତି ଉପରର ପର୍ବତକୁ। ଯେ ଯୁଆଡ଼େ ଗଲେ ଶବ୍ଦ ହାଉଳି କମିଗଲା। ସେହି କେତେଜଣ ଝିଅ ଖାଲି ବସି ରହିଥାନ୍ତି। ଶିକାରର ନିୟମକୁ ମାନି ସମସ୍ତେ ତୁନିତାନି। କେବଳ ପିଓଟି କଥା କହୁଥାଏ। ସମସ୍ତିଙ୍କର ବାରଣ ନ ମାନି କଥା କହୁଥାଏ। ସବୁ ଗଛରେ ନୂଆ କଅଁଳିଆ ଧୁଙ୍ଗାରଙ୍ଗ ପରି ଚିତ୍ର। ପବନରେ ବଣଫୁଲର ବାସ୍ନା। ସେଠି ବଣଫୁଲ ଫୁଟିଛି ନାନା ରଙ୍ଗର। ପାତାଳ ସେପାଖ ପାହାଡ଼ରେ ବଣ କଦଳୀ ବହୁତ ହୋଇଛି। ଏହି ବଣର ଦୃଶ୍ୟରେ ପିଓଟିର ଆଖି ଘୋଳି ହେଉଥିଲା। ସମସ୍ତିଙ୍କ ସଙ୍ଗେ ଅପେକ୍ଷା କରି କରି ମାନ୍ଦା ଲାଗୁଥିଲା। କ୍ରମେ ତାର ମତୁଆ ଦରଟି କଥା ବନ୍ଦ ହୋଇଗଲା। ପିଓଟି ଶୋଇପଡ଼ିଲା। ଶିକାର କ୍ରମକୁ ଅପେକ୍ଷା କରି କରି ସମୟ କଟେ ନାହିଁ। ଯେକୌଣସି ପ୍ରକାର ପ୍ରତୀକ୍ଷା ଲମ୍ବା ସମୟ ଉପରେ ବିଛେ ହୋଇ ରହିଲେ ତାର ଭାର ଓଜନ ଲାଗେ, ମାଡ଼ି ପଡ଼େ।
କାନ ଡେରି ଡେରି ବହେ ସମୟ। ଅବଶ୍ୟ ପୁରୁଷମାନେ ଅକୃତ କାର୍ଯ୍ୟ ହେଲେ ଅସନା ବାଳ ଓ କାଦୁଅ ଗୋଳି ତିଆରି କରି ତାଙ୍କୁ ଫୋପାଡ଼ିବାକୁ ଅଧିକାର ସ୍ତ୍ରୀ ଲୋକମାନଙ୍କର ଅଛି। ଛିଣ୍ଡା କନାତକ ଏକା ଗଣ୍ଡେଇ ଗାଁ ଦୁଆର ମୁହଁରେ ଲଟେଇ କରି ତାହାରି ତଳେ ମୁଣ୍ଡ ନୁଆଇ ତଳକୁ ଚାଲିବା ଲାଗି ପୁରୁଷମାନଙ୍କୁ ଅକଳେଇବାକୁ ଅଧିକାର ମଧ୍ୟ ଅଛି। କିନ୍ତୁ ସେସବୁ ପଛର କଥା। ଶିକାର କଲି କଲେ ମଣିଷ ଭାବେ ସାଫଲ୍ୟ ତାର କାନିରେ ଗଣ୍ଠା ହୋଇଛି। ନିତିଦିନର ପ୍ରକୃତିକୁ ଅନେଇ ଅନେଇ ସେହି ପୁରୁଣା ବଣ ଚଢ଼େଇମାନଙ୍କର କଚର ମଚର ଶୁଣି ଶୁଣି ବହୁତ ସମୟ ଗଲା। ଯେବେ ଦେଖିଲେ ଥିବ ସେ, ତାର କିଛି ନୂଆ ଅର୍ଥ ନାହିଁ ସେମାନଙ୍କ ଆଖିକୁ। ପିଓଟି ସେହିପରି ଶୋଇଥାଏ। କେତେକ ଝିଅ ଆଖପାଖରେ ଫୁଲ ପତ୍ର ଛିଣ୍ଡଉଥାନ୍ତି। ଖରା ଢଳି ପଡ଼ିଲା। ଆଲୁଅ ଦାଉ ଦାଉ ବଣ ପରିବର୍ତ୍ତେ ରଙ୍ଗ ବଦଳିଗଲା। ଅଧା ଆଲୁଅ ଅଧେ ଛାଇ ମିଶାମିଶି ଅସଂଖ୍ୟ କୁଞ୍ଜ ଖେଳିଗଲା ବଣ ଭିତରେ। କେଉଁଠି ଶିଆଳି ଲଟା ଛାଇ କରିଛି, କେଉଁଠି ପେନ୍ଥି ପେନ୍ଥି ହୋଇ ବଣ ନିଆଳି ବଣମଲ୍ଲି ଝୁଲି ରହିଛି। ଟୋକିମାନେ ଉଚ୍ଛନ୍ନ ହେଉଥାନ୍ତି। ଏତିକିବେଳେ ଉପର ଆଡ଼ୁ ପାଟି କରି କରି ଚମକି ଆସିଲା ଦିଉଡୁ ସାଉନ୍ତା। ତାର ତୁଣ୍ଡରେ ଅସଲଗ୍ନ କଥା, ନିଶାରେ ଆଖି ନାଲି। ପିଠି ପାଖ ପାହାଡ଼ର ଢାଲ ଉପରେ ଟୋକିମାନଙ୍କ ମୁଣ୍ଡ ଉପରେ ଠାଏ ତେର୍ଛା ହୋଇ ତଳକୁ ସେ ଅନାଇ ରହିଲା। ଏତେ ଝିଅଙ୍କୁ ଏକାଠାନକେ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଆଁ କରି ଠିଆ ହେଲା। ସୁଲୁସୁଲିଆ ପବନ ତା ଦେହରେ ବାଜୁଥାଏ। ତଳ ଡୁଡୁମାର ପାଣିର ଝର୍ଝର୍ ତା କାନରେ ବାଜୁଥାଏ। ଅତଡ଼ା ଖାଲ, ପାତାଳ ବଣ, ଧାଡ଼ି 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 ପର୍ବତ। ତଳେ ବିହ୍ୱଳ ହୋଇ ଟୋକିମାନେ ଢାଲୁରେ ଉଗ୍ର ଉଦ୍ଧତ ପଶୁମୂର୍ତ୍ତିରେ ଦିଉଡୁ ସାଉନ୍ତା। ଲମ୍ବା ବାଳ ବିଛେଇ ହୋଇ ପଡ଼ିଛି। କାନ୍ଧରେ ବନ୍ଧୁକ, ହାତରେ ବର୍ଚ୍ଛା। ସବୁ ଯେପରି ଚଳଚ୍ଚିତ୍ର ମଝିରେ ଖଣ୍ଡିଏ ସାନ ସମୟ ବା ବନ୍ଧା ଦୃଶ୍ୟ। ସେହି ଦୃଶ୍ୟର ଗୋଟାଏ ଆଧ୍ୟାତ୍ମିକ ଇଙ୍ଗିତ ଥାଏ ପରା। ମାଟିର ମଣିଷର ମୋଟା ମୋଟା ଆଙ୍ଗୁଠି ଗୁଡ଼ାକରେ ତାର ସୂକ୍ଷ୍ମ ଭାବ ଖସି ପଡ଼ିଯାଏ। ଧରାପଡ଼େ ତାର ଆର ପାଖର ଅର୍ଥ ମୋଟା କର୍କଶ। କେବଳ ଉଗ୍ର ପାଶବିକତା ଲଙ୍ଗଳା ପ୍ରକୃତିର ଛବିରୁ ଯେ ପାଏ ପୃଷ୍ଠପଟ। ମଦାନ୍ଧ ତାମସିକ ପଶୁମନ। ରୂଢ଼ ମୌଳିକ ରଙ୍ଗ ଆଧାର ଯାହାର, ସେଠି ଭୟ, କ୍ରୋଧ, କାମ, ହିଂସା। ଦିଉଡୁ ସାଉନ୍ତାର ମନ ଭିତରେ କର୍ମପନ୍ଥା ସଜାଡ଼ି ହୋଇଗଲା। ସେ ଆସିଥିଲା ଏକୁଟିଆ ହରିଣ ମାରିବାକୁ ତଳର ଝୋଲା ଖଣ୍ଡିରେ। ତାର ଉଦ୍ଦେଶ୍ୟ ବାଟ ଭାଙ୍ଗି ଗଡ଼ିଗଲା ତଳର ଧାଙ୍ଗିଡ଼ିମାନଙ୍କ ଆଡ଼କୁ। ଗୋଟାଏ ବିକଟ ହସ ହସି ଧାଇଁ ଧାଇଁକା ତଳକୁ ସେ ଗଡ଼ି ପଡ଼ିଲା। ତାର ଉଦ୍ଦେଶ୍ୟ ଅତିଶୟ ସୁସ୍ପଷ୍ଟ। ତାକୁ ଦେଖି ସବୁ ଧାଙ୍ଗିଡ଼ି ତର୍କିଥିଲେ। ତାର ହାବଭାବ ଯେ ସମୟକୁ ଉପଯୋଗୀ ନୁହେଁ ତା ନୁହେଁ। ଚୈତ ଅଭିଯାନର ଅଙ୍ଗ ଏ। ବଣପୁରୁଷର ଉଦ୍ଦାମ ପାଶବିକତା ସାଙ୍ଗକୁ ବଣୁଆ ସ୍ତ୍ରୀର ଉଗ୍ର ସହଯୋଗିତା। କିନ୍ତୁ ଧାଙ୍ଗିଡ଼ିମାନେ ଗୋଷ୍ଠୀରେ ଥିଲେ ଏବଂ ଗୋଷ୍ଠୀରେ ଏକାଠି ରହିଥିଲେ ପରସ୍ପରକୁ ଈର୍ଷାରେ ଛକାଛକି ହୋଇ ନିଜ ମନକୁ ଆସେ ଗୋଟାଏ ଶୃଙ୍ଖଳା, ଯାହାର ଆର ନାଁ ଚକ୍ଷୁଲଜ୍ଜା। ସମସ୍ତିଙ୍କ ଉପରେ ମନର ରୋକିନେବା ପାଇଁ, ପଛେଇ ଦେବା ପାଇଁ ସେତିକି ସମାଜ ଗଢ଼ା କଟକଣା। ଦିଉଡୁ ସାଉନ୍ତା ଝପଟି ଆସିଲା। ସମସ୍ତଙ୍କ ମନରେ ଆସିଲା ଭୟ। 10 ଜଣଙ୍କ ଆଗରେ ଲୋକଦେଖାଣିଆ ନିଜର ସମ୍ଭ୍ରମକୁ ବଞ୍ଚେଇବା ସକାଶେ ପାଟି କରି କରି ସେ ଯୁଆଡ଼େ ଛତର ଛାଉଳ ହୋଇଛୁ। ଗୋଟି ଗୋଟିକିଆ ହେଲା ପରେ ଆଢ଼ୁ ଆଢ଼ୁରୁ ତାଙ୍କର ହସ ଶୁଭିଲା। ପୁଣି ସେମାନେ ଏକାଠି ହୋଇ ଜାଗା ବଦଳେଇ ନେଲେ। ଦିଉଡୁ ସାଉନ୍ତା ପାଟି କରି କରି ଦିଖୋଜ ଏଣେ ଧାଇଁଲା, ଦିଖୋଜ ତେଣେ ଧାଇଁ ତାପରେ ଖଣ୍ଡେ ଚୌଖୁଣ୍ଟା ପଥର ଉପରେ ବସିପଡ଼ିଲା ଥକ୍କା ହୋଇ। ସେହିପରି କ୍ଷୋଭ ଦିଉଡୁ ସାଉନ୍ତାକୁ ବାଧୁଥିଲା। ଅରଣା ଜନ୍ତୁ ପରି ତଳର ପାତାଳର କଳାଘୁମର ମୁଣ୍ଡରେ ବସିରହି ଦିଉଡୁ ସାଉନ୍ତା ସଁ ସଁ ନିଶ୍ୱାସ ଛାଡ଼ିଲା। ଛିଗୁଲେଇଲା ପରି କେତେ ଦୂରରୁ ପଛଆଡ଼ୁ ସେହି ଗହଳିରୁ ଗୀତ ଶୁଭେ। ଦିଉଡୁ ସାଉନ୍ତା ବେକକୁ ଝାଡ଼ିଦିଏ। କରଡ଼ା ବାଳଗୁଡ଼ାକ ପଛକୁ ଛିଞ୍ଚାଡ଼ି ହୁଏ। ଗାରଡ଼ା ପରି ଆଖି କରି ସେହି ଦିଗକୁ ଦିଉଡୁ ଅନାଏ। ନାକ ଫଣ ଫଣ ହୁଏ। ବଣର ଜନ୍ତୁ ପବନରୁ ବାସ୍ନା ଉଣ୍ଡିଲା ପରି। ଏହି ପଥର ଉପରେ ସକାଳ ଖରାରେ ମହାବଳ ବାଘ ବସି ଖରା ପୁଏଁ ପରା। ସହସ୍ର ଧାର ଜଳପ୍ରପାତର ଇନ୍ଦ୍ରଧନୁ ଦେଖେ। ଏହି ଉପରେ ବସି ସକାଳୁ କୁଆଡ଼େ ବାଘ ଆପଣାର ହାତ ଦେଖେ। ଦିନ ଗୋଟାକର ଭାଗ୍ୟର ଛବି ସେଥିରେ ସେ ଦେଖେ। ପ୍ରସ୍ତୁତ ହୁଏ। ଲୋକେ କହନ୍ତି ଏହି ପଥର ତଳେ ମୁଣ୍ଡା ମୁଣ୍ଡା ବଡ଼ ବାଘର ଖୁଅ। ଅତି ତାଚ୍ଛଲ୍ୟ ଦେଖାଇ ଦିଉଡୁ ସେଗୁଡ଼ାକୁ ଗୋଡ଼ରେ ଭାଙ୍ଗିଦେଲା, କଡ଼େଇ ଦେଲା।
ବାଘର ଦିନ ଏଠୁ ଯାଇଛି। ପୁଣି ଖରାଦିନ ସରିଲେ ଆସିବ ବାଘର ଦିନ। କାନ୍ଧର ବନ୍ଧୁକ ଛାତିରେ ଦମ୍ଭ ଆଣିଥାଏ। ଟିକିଏ ଗଲା ଉପରକୁ ଶିକାରୀମାନଙ୍କର ପାଟି ଶୁଭୁନାହିଁ। ତଳରୁ ଖାଲରୁ ଉପରକୁ ମୟୂର ବୋବାଳି ଚହଟି ଆସୁଛି। ଚଡ଼ର ଶୁଭୁଛି। ନଳି ସଜାଡ଼ି ଧରି ଦେଉଡୁ ତଳକୁ ଡେଇଁ ପଡ଼ିଲା। ବୁଦା ତଳେ ତଳେ ଗଛ ତଳେ ତଳେ ତାର ଆଖି ନିରୀକ୍ଷେଇଥିଲା। ତାର ଉଦ୍ବେଗ ବଢ଼େଇ ଦେଇ ସେହି ଝୋଲା ଢାଳୁର ଅନ୍ଧାର ଭିତରେ କେତେ ପ୍ରକାର ବଡ଼ ଜନ୍ତୁର ଚାଲିଶବ୍ଦ ଚହଟି ଆସିଲା। ତଳୁ କରପଟିଆ ହୋଇ ଜନ୍ତୁ ହୁରୁଡ଼ାଇବାର ଶବ୍ଦ ଶୁଭିଲା। ଦେଉଡୁ ପୁଣି ପଶୁ ହୋଇଗଲା। ଶିର ଆଉ ମାଂସର ଗଣ୍ଠି ଟଣକି ଉଠିଛି। ଦେହ ଆଉ ଅବୟବ ସବୁ ଧନୁ ପରି ଅଳ୍ପ ବଙ୍କେଇ ଯାଇଛି। ଯେପରିକି ଜନ୍ତୁ ହେଇ ଜନ୍ତୁ ଉପରକୁ ସେ ଡେଇଁ ପଡ଼ି ଝାମ୍ପ ମାରିବ। ଚାଲିରେ ଆଶ୍ଚର୍ଯ୍ୟ ପ୍ରକାର ଛପିଲା ଛପିଲା ସତର୍କତା। ଆଉ ଆଖିର ଚାହାଣୀ ମୁହଁର ଛଇ ମଣିଷର ନୁହେଁ, ସେ ରକ୍ତମୁହାଁ ବାଘର। ହଠାତ୍ କେଉଁ କନ୍ଦରାରୁ ବଡ଼ ବାଜା ବାଜିଲା। ହଲ୍ଲା ବଢ଼ିଲା। ଧାଇଁ ଆସୁଥିବା ଜନ୍ତୁର ପାଦଶବ୍ଦ ସିଧା ଉପରକୁ ନ ଉଠି କରପଟିଆ ହୋଇ ଫିଟି ଚାଲିଗଲା ଗୋଟାଏ ଆଡ଼େ। ଶବ୍ଦ ଧୀରେ ଧୀରେ କମିଗଲା। ଶୁଖିଲା ପତ୍ର ଉପରେ ଚହଲି ପଳଉଥିବା ଭସା ମେଘର ଟପର ଟପର ପରି। ଏଣେ ତେଣେ ଉଣ୍ଡୁ ଉଣ୍ଡୁ ଦେଉଡୁ ସାନ୍ତା ଦେଖିଲା ଗୋଟାଏ ଗଛ ମୂଳେ ପଥର ସନ୍ଧିରୁ ଧୀରେ ଧୀରେ ଉଠି ଠିଆ ହୋଇଛି ଟୋକିଟିଏ। କେହି କୁଆଡ଼େ ନାହାନ୍ତି। ଜନ୍ତୁ ପଳାଇଗଲେ। ବାଜା ଶବ୍ଦରେ ଗୋଳମାଳ ଗୋଟାଏ ଆଡ଼େ କୁଆଡ଼େ ଉଭେଇ ଗଲା। ଦେଉଡୁ ସାଉତା ଦୁଃଖ ହେଲା ନାହିଁ। ଧୀରେ ଧୀରେ ଓଟାରି ହେଲା ପରି ସେହି ଟୋକି ପାଖକୁ ଗଲା। ଧୀରେ ଧୀରେ ତାର ଶିକାରୀର ସତର୍କ ଗମ୍ଭୀର ମୁହଁ ଉପରେ ଖେଳିଗଲା ସ୍ୱାଗତମ୍ର ମଧୁର ହସ। ସବୁ ମଧୁର, କେବଳ ତାର ଆଖିର ଚାହାଣୀରେ ସେଇ ବୁଭୁକ୍ଷା। ଶିକାରୀର ଦୁର୍ବଳ ଭୋକ ନୁହେଁ, ଶିକାରୀର ବଳିଷ୍ଠ ଭୋକ। ଯହିଁରେ ଆହୁତି ପାଏ ଆପଣା ସବୁରୁ ସ୍ଥୂଳ ବ୍ୟକ୍ତିତ୍ୱ, ମେଦମାଂସ, ଅସ୍ଥି, ରକ୍ତ ସବୁ। ପିଓଟି ଚମକି ପଡ଼ିଲା। କେହି କୁଆଡ଼େ ନାହାନ୍ତି। ଗୋଟିଏ ବୋଲି ତାର ସାଙ୍ଗର ଝିଅମାନେ। ନାଁ ଧରି ଡାକିବାକୁ କାହାରି ନାଁ ମନେ ପଡ଼େ ନାହିଁ। ତାର କେତେବେଳେ ସେ ଶୋଇପଡ଼ିଥିଲେ। ସମସ୍ତେ ତାକୁ ଏକା ଛାଡ଼ି ଦେଇ ଯିଏ ଯୁଆଡ଼େ ପଳାଇଛନ୍ତି। ବାଜା ଶବ୍ଦରେ ଗୋଳମାଳରେ ନିଦରୁ ଉଠି ପିଓଟି ଦେଖିଲା କିଏ ଜଣେ ବଣୁଆ କି ପାଣୁଆ ଗୋଟିଏ ଗୋଟିଏ ହୋଇ ତା ଆଡ଼କୁ ମାଡ଼ି ଆସୁଛନ୍ତି। ନିଜକୁ ଯଥାସାଧ୍ୟ ସଂଯତ କରିନେଲା। ବାହାରେ ତାର ଆଦୌ ଭୟ ନାହିଁ। କଳିଙ୍ଗତଳ ଦେଶରେ ବଢ଼ି ସେ ଆପଣାକୁ ଯଥେଷ୍ଟ ସଭ୍ୟ କରିପାରିଛି। ପୁରୁଷ ସହିତ ଅଚିହ୍ନା ନ ହୋଇଥିବାରୁ ଅପ୍ରସ୍ତୁତ ହେବା ଭଳିଆ ତାର କିଛି ନାହିଁ। କିନ୍ତୁ ଏକା ସାଙ୍ଗକେ ପିଉଟିର ଆଉ ଦେଉଡୁର ଗହୀର ମନ ଓ ଦେହ ପରସ୍ପରକୁ ଦେଖିବା ସଙ୍ଗେ ସଙ୍ଗେ ଦେଖିପାରୁଥିଲେ ଭେଟାଭେଟିର ସେହି ବନ୍ୟ ପୃଷ୍ଠପଟକୁ। ସ୍ଥାନ, କାଳ, ପାତ୍ର ସବୁ ଅନୁକୂଳ ଗୋଟାଏ ଉଦ୍ଦେଶ୍ୟ ପାଇଁ। ସେହି ଉଦ୍ଦେଶ୍ୟରେ ସ୍ତ୍ରୀ ନିଜକୁ ବଳି ଦିଏ, ପୁରୁଷ ନିଜକୁ ବଳି ଦିଏ। ବଳିର ଭୋଜ୍ୟ ବସ୍ତୁ ହେଲେ ହିଁ ତାର ମତ୍ତ, ତାର ଆନନ୍ଦ ଆସେ ଏବଂ ବଳିର ଉଦ୍ଦେଶ୍ୟ ବୁଝିନିଏ ଚିରନ୍ତନୀ ପ୍ରକୃତି। ତାର ଉପାୟକୁ ଘେନି କବି ଶିଳ୍ପ ଲେଖେ। ସ୍ତ୍ରୀ ପୁରୁଷ ଭାବନ୍ତି ଏହି ତାଙ୍କର ଶାଶ୍ୱତ ପ୍ରେମ। କିନ୍ତୁ ଏ ଭିତରର ମନର କଥା। ଚାପି ରଖିଲା ଭଳି ସଂସ୍କାରର ବଳ ଦେଉଡୁ ସାଉନ୍ତାର ନାହିଁ, ପିଓଟିର ଥିଲା। ବାହାରର ସେ ତଳଦେଶର ସଂସ୍କାରରେ ଝାଳୁଆ ଲଙ୍ଗଳା ଦେହର ସ୍ଥାନ ନାହିଁ। ଦେଉଡୁ ସାଉନ୍ତା ଦେଖୁଥିଲା ଅତି ସୁନ୍ଦରୀ ସ୍ତ୍ରୀ। ତାର ହୁଗୁଳା ବେଶଭୂଷା ଭିତରୁ ଯାହା ଦିଶୁଛି ସେ ଅତି କାମ୍ୟ ନାରୀ ଦେହ। ଦେଉଡୁ ସାଉନ୍ତା ସେହି ଦେହକୁ ମନେ ମନେ ଘେନି ପାରୁଥିଲା ବାସ୍ନା ଆଉ ସୁଆଦର ଧାରଣାରେ। ଯେପରି ସେ ବୁଝିପାରେ ଚିଙ୍ଗୁଡ଼ି ମାଛ, କାଇପୋକ ବା ମୟୂରିକା, ହନୁମାଙ୍କଡ଼ର ମାଂସ, କଞ୍ଚା ମହୁଫେଣା, ଉତ୍କଟ ମହୁଲ ମଦ। ଖାଦ୍ୟର ବାସ୍ନା ପବନରେ ଉଡ଼ି ଆସିଲେ ତାର ଭୋକ ବଢ଼େ। ପିଉଟି ଦେଖୁଥିଲା ତାର ଆପଣାର ତୁଳନାତ୍ମକ ସ୍ମୃତିର ଭଣ୍ଡାର ଭିତରେ ଏ କେବଳ ଗୋଟେ ଅଧ ଲଙ୍ଗଳା କନ୍ଧ। ରାମାୟା, ସାଙ୍ଗନ୍ନା, ପେଣ୍ଟାୟା, ସୋମାୟା, ନା, ଏ ତା ନୁହେଁ। ଢିଲା ପାଇଜାମା ଉପରେ କାମିଜ, ପାଦ ଖାଲି ଜରିଧଡ଼ିଆ ଲୁଗା, କାନ୍ଧରେ ତଉଲିଆ, ମୁଣ୍ଡରେ ଠେକା। ସାନ ଲୁଗା, ଦେହରେ କୋଟ୍, ହାତରେ ସୁନାବଳା, କାନରେ କୁଣ୍ଡଳ, ମୁଣ୍ଡରେ ଜରି ପଗଡ଼ି, ମୁହଁରେ ଦୀର୍ଘ କାକାନାଡ଼ା ସୁଠା। ନା, ଏ ତା ନୁହେଁ। ହେଇପାରେ ସୁସ୍ଥ ସବଳ ଶିକାରୀ, ତାର ଆପଣାର ଜାତି କନ୍ଧ। ଏ ତା ନୁହେଁ, ଏ ତା ନୁହେଁ। ମନର ବାହାରଟା ଏକା ଘୋଷାରେ ଯେପରି କହି ଲାଗିଛି, ଏ ତା ନୁହେଁ। କୁଇଁ କଇଁ
ଅର୍ଥାତ୍ ମୋର ରାଜି ନାହିଁ। କିଏ ଏଇଟା? କିନ୍ତୁ ସେହି ମନର ପିଠିଆଡ଼ୁଟା ନିଜର ଅଜାଣତରେ ଯେଉଁଠି ଦର୍ପଣ ଉପରେ ଛାଇ ପଡ଼ିଯାଏ, ସେଠି କେବଳ ଗୋଟାଏ ଭାବନା, ସବୁ ନିଛାଟିଆ, ସବୁ ସୁନ୍ଦର। ପୁରୁଷ ଆସୁଛି, ସେ ସ୍ତ୍ରୀ। ଦିଉଡୁ ସାଉନ୍ତାର ଆଗୁଆଳି ବୀରପଣକୁ ଅଧବାଟରେ ଛେକି ଦେଇ ଉପରେ ପଡ଼ି ପିଓଟି କହିଲା, ଆମର ସାଙ୍ଗର ଲୋକଙ୍କୁ ଦେଖିଲ କି? ନା, ମୁଁ ଦେଖିନାହିଁ ତ। ଟିକିଏ ରହି ଦିଉଡୁ କହିଲା, ଏକଲା ପଡ଼ିଗଲ? ହସିଦେଇ ପିଓଟି କହିଲା, ଆଉ କାହିଁକି ଏକଲା? ତୁମେ ତ ଅଛ। ମୁଁ ତ ଶିକାର କରି ବାହାରିଛି। ତୁମ୍ଭଙ୍କୁ ଏଠି ଜଗି ବସିଥିବି କି? ବେପସନ୍ଦ ହସି ହସି ପିଓଟି ଜବାବ ଦେଲା, ଶିକାର ତ କରିବ। ଗୋଟାଏ ଜାଗାରେ ନ ବସିଲେ କ'ଣ ସବୁ ଜନ୍ତୁ ତୁମ ପଛେ ପଛେ ଗୋଡ଼େଇଥିବେ? ଦିଉଡୁ କହିଲା, ଜାଗା ବାଛିବାକୁ ବୁଲି ବୁଲି ଦେଖିବାକୁ ପଡ଼ିବ ତ। ପିଓଟି ଠୋ ଠୋ ହସି କହିଲା, ଓହୋ, ତୁମେ ବୋଧେ ପଛରେ ଆସିଲ ଯେ ସବୁ ଜାଗାରେ ମଣିଷ ବସିଗଲେଣି। ଏଇ ଜାଗାଟା ଖାଲି ଦେଖିଲେ ପରା। ହଉ, ଏଠି ବସୁନା, ଜନ୍ତୁ ବାହାରିବେ ଯେ। ତୁମେ କ'ଣ ଶିକାର କର? ମୁଁ? ଦେଖୁଛ ତ ମୋର ନଳି ନାହିଁ। ଯଦି ତୁମ ପରି ଏଡ଼େ ନଳି ଥାନ୍ତା। ପିଓଟି ହସିଲା। ଅବସ୍ଥା ସହଜ ଲାଗିଲା। ଦୁହେଁ ଦୁଃଖ ସୁଖ ହେଲେ। ଦିଉଡୁ ସାଉନ୍ତା ଛଟପଟ ହେଉଥାଏ। ପିଓଟି କଥା କହି କହି ତାକୁ ଝଡ଼େଇ ଦେବାକୁ ଚାହେଁ, ଉଡ଼େଇ ଦେବାକୁ ଚାହେଁ। ମନର କଳରବ ଲୁଚେଇ ନ ପାରି ଦିଉଡୁ ଆଖି ମିଟିକେଇ ଥିରି ଥିରି ପଚାରିଲା, ଆସିବ ମୋ ସାଙ୍ଗରେ? ପିଓଟି ଓଠ କାମୁଡ଼ି କାମୁଡ଼ି ହସିଲା। ଦିଉଡୁର ଆଶା ବଢ଼ିଲା। ଦି ଖୋଜ ଆଗକୁ ଯାଇ କହିଲା, ଆସିବୁ? ସେହିପରି ଅସୁଥାଏ ପିଓଟି। କହିଲା, ତୁମ ଦେଶର ଏହିପରି ରୀତି ପରା। ବଣ ବାଟରେ ମାଇକିନିଆ ଝିଅକୁ ଏକୁଟିଆ ପାଇଲେ ଏମିତି ପଚାରିବ, ଆସିବୁ ମୋ ସାଙ୍ଗରେ? ଆସିବୁ? ଖତେଇ ଛିଗୁଲେଇ ପିଓଟି କହିଲା, ଆସିବୁ? ଆସିବୁ? ହସି ହସି ଗଡ଼ିଗଲା। ଦିଉଡୁ ଅପ୍ରସ୍ତୁତ ହେଲା। ୟା ପରେ ତାର ଦମ୍ ଶେଷ। ଦିଉଡୁ ଭାବିଲା, କିଛି ନ କହି ସେ ରହିପାରୁନାହିଁ। କ'ଣ କହିବ ତାକୁ ଆସୁନାହିଁ। ପୁଣି ପଚାରିଲା, ଧୁଙ୍ଗିଆ ଖାଇବ? ଧୁଙ୍ଗିଆ? ପିଓଟି କହିଲା, ମୁଁ ଧୁଙ୍ଗିଆ ଖାଏ ନାହିଁ। ଏଣିକି ଦିଉଡୁ ହଟିଗଲା। ତାର ଅଭିମାନ ହେଲା। ଚଇତ ବେଣ୍ଟର ଆଦର ସମ୍ଭାଷଣ ନୁହେଁ, ଏ କନ୍ଧ ଶିଷ୍ଟତାର ବାହାରେ। ଭାବିଲା, ଏଠି ଉଠି ଚାଲିଯିବ ସେ। ଆଉ କ'ଣ ସଂସାରରେ ଲୋକ ନାହାନ୍ତି? ଭାରି ଚାତରା ଦେଖାଉଛି ଏ ଟୋକୀ। କିନ୍ତୁ ମନେ ମନେ ଯେତେ ବିଦ୍ୱେଷ ଭାବ ଆଣି ଏ ଖାଲରୁ ସେ କୁଦା ମାରିବାକୁ ଚେଷ୍ଟା କଲା, ସେତିକି ତଳକୁ ଦବିଗଲା। ଅଭିମାନ ଦେଖେଇ ବନ୍ଧୁକ କାନ୍ଧରେ ପକେଇ ଏଠି ଚାଲିଯିବାକୁ ତାର ଇଚ୍ଛା। କିନ୍ତୁ ହେଇ ସେ ପାଖେ ଗଛରୁ ଆଉଜି ପିଓଟି ଠିଆ ହୋଇ ଗୁଣୁଗୁଣୁ ହୋଇ ଗୀତ ବୋଲୁଛି। ତାର ବାଳ ସଜଉଛି। ଦୁଇ ହାତ ଉପରକୁ ଟେକି ତାର ଦେହ ଦୁଲୁକୁଛି। ସେହିପରି ସଜା ହୋଇ ରହିଛି ତାର ଯୌବନ ଢଳଢଳ ଠାଣି। ଛଳ ଛଳ ନାରୀ ଦେହ। ଯାଇ ହେଉନାହିଁ, ପାଖକୁ ଆସୁନାହିଁ। ଯେପରିକି ସମାନ ଦୂରତାରେ ବଳେ ବଳେ ତାକୁ ଅଟକେଇ ରଖିଛି କେବଳ କଲବଲ କରିବାକୁ। ପିଓଟି କେବଳ ତା ଆଡ଼କୁ ମୁହିଁଥିଲା। କେବଳ ତାର ଆଭାସ ଇଙ୍ଗିତରେ ତାର ମନ ଉପରେ ବିପ୍ଳବ ଉଠଉଥିଲା। ପିଓଟି ସାନ ଆଙ୍ଗୁଠିରେ ଠାଏ କୁଣ୍ଡେଇ ହୁଏ। ଦିଉଡୁ ସାଉନ୍ତା ଛାତିରେ ହାତୁଡ଼ି ପଡ଼େ। ପିଓଟି ଦେହଟାକୁ ଟିକିଏ ବଙ୍କେଇ ଦିଏ। ଦିଉଡୁର ମୁହଁ ଉପରେ ଚାଲେ ତତଲା ଝାଞ୍ଜିବାହା। ମୁହଁ ଶୁଖିଯାଏ। ପିଓଟି ଗୋଟାଏ କରକୁ ଟିକିଏ ଘୁଞ୍ଚିଯାଏ। 20 ହାତ ଦୂରରେ ଥାଇ କୋଣ ମାପରେ ସେତିକି ଝାଙ୍କି ହୁଏ ଦିଉଡୁର ବେକ। ଏହିପରି କିଛିକ୍ଷଣ ଗଲା। ମୁଣ୍ଡ ଉପରେ ଗଛରେ କୁଆଡ଼େ ଯୋଡ଼ିଏ ଚଢ଼େଇ ଉଡ଼ି ଆସି କଥାଭାଷା ଆରମ୍ଭ କରିଦେଲେ। ଦୁହିଁଙ୍କର ପକ୍ଷୀ ଫଡ଼ଫଡ଼ରେ ଦୁଇଟା ନିଆଁ ଯେପରି ଜଳି ଉଠିଲା। ପିଓଟି ସେଇଆଡ଼କୁ ଅନେଇ ତାଙ୍କର ଖେଳ ଦେଖୁ ଦେଖୁ ସତେକି ଆପଣାର ପାସୋରି ପକାଇଲା। ତାର ଅନ୍ୟମନସ୍କ ହାତର ଆଙ୍ଗୁଠି ପିଠି ଉପରେ କେତେବେଳେ ମୋଟାମୋଟି ଗୋଟାଏ ତେଲେଙ୍ଗା ବାଣି ଝୁଲେଇ ସାରିଥିଲା। ସେ ପାଖେ ସହସ୍ରଧାର ଜଳପ୍ରପାତର ଝାଇଁ ଝାଇଁ ମୁହଁ ଉପରେ ଦୋଟି ଚଢ଼େଇଙ୍କର ଘରକରଣାର ଖେଳ। ପିଓଟି ବାସ୍ତବିକ ଅଧେ ବୁଡ଼ି ସାରିଥିଲା। ଦିଉଡୁ ପିଓଟିକୁ ହିଁ ଲକ୍ଷ୍ୟ କରିଥିଲା। ୟାର ଚାଲିଚଳନ ସବୁ ନୂଆ, ଅଥଚ ହାତ ପାଉନ୍ତାଠୁ ବେଶୀ ଉପରେ ନୁହେଁ ବୋଲି ଦିଉଡୁକୁ ମନେ ହେଉଥିଲା। ଏହି ନରମ ଦେହଟା କେତେ ବା ୟାର ପ୍ରତିରୋଧ କରିବାର ଶକ୍ତି ହୋଇଥିବ? ନରମ ଦେହ, ଉଷୁମ ଦେହ। କ'ଣ ତାର ସ୍ପର୍ଶ? ଟାଁସିଆଁ ରୂଢ଼ ଝାଳୁଆ ମଣିଷର ଆଶ୍ରୟ ପାଇଁ ଉପଯୁକ୍ତ ଏହି। ଆଗେଇ ଗଲେ କ'ଣ କହିବ? କିନ୍ତୁ ନା, ସାହସ ତ ନୁହେଁ, ହୁଏ ନାହିଁ।
ଶିକାର କଥା ଦେଉଡ଼ର ମନେ ନଥିଲା। ଆପଣର ଜଣା ମନର ଉଦ୍ଦେଶ୍ୟ ଭୁଲିଯାଇ ଅଜଣା ମନର ଦାରିଦ୍ର୍ୟ ପଞ୍ଚାକ୍ଷରରେ ସେ ଘାରି ହେଉଥିଲା। ଭାବୁଥିଲା କ'ଣ କଲେ ସେ ଝିଅଟିକୁ ଖୁସି କରିପାରିବ। ହଠାତ୍ ଦୁଢ଼ା ଗୁଡ଼ାଏ ଗୁଳି ଶବ୍ଦ ହେଲା। ଏକାଥରକେ ବାଜା ଟମକ ବଜାଇ ଦୋହା କରି ଏପାଖୁ ସେପାଖୁ ଖୁନ୍ଦାଖୁନ୍ଦି ଲୋକ ଦୌଡ଼ିଲେ। ପୁରୁଷ ସ୍ତ୍ରୀ ଉପରେ ଆନନ୍ଦର ଚିତ୍କାର ଛୁଟିଲା। ତା ସଙ୍ଗେ ସଙ୍ଗେ ନାଚର ବାଜା ଗୀତ ସେଠି। ବକା ପରି ହୋଇ ବନ୍ଧୁକଟି କାନ୍ଧରେ ପକାଇ ଦେଉଡ଼ୁ ସାଉଁତା ସେହି ଆଡ଼କୁ ଦୌଡ଼ି ପଳାଇଲା। ପିଉଟି ହସିଲା। ଦେଉଡ଼ୁ ସାଉଁତା ଗଲାପରେ ପିଉଟି ଦେଖିଲା ଦେଉଡ଼ୁ ସାଉଁତା ତାର ବର୍ଚ୍ଛାଟି ଛାଡ଼ି ଯାଇଛି। ପିଉଟି ବର୍ଚ୍ଛାଟି ଉଠେଇ ନେଇ ହାତରେ ତୋଲି ଦେଖିଲା, ଖୁବ୍ ବୋଝ ଅଛି। ବର୍ଚ୍ଛାକୁ ହାତରେ ଧରିଲା, କାନ୍ଧରେ ପକାଇଲା। ବର୍ଚ୍ଛା ସଙ୍ଗରେ ଆପଣାର ଛାଲର ସ୍ପର୍ଶ ପିଉଟିକୁ ଭଲ ଲାଗିଲା। ଏ ଆକୁ ଧରେ, ଏ ଆକୁ ଚଳାଏ, ଯେ ଆକୁ ଧରେ, ଯେ ଆକୁ ଚଳାଏ, ତାର ତାକତର ମାପ ପରିମାପ ଇଏ। ହାତରେ ଇଏ ଥିଲେ ତେଣିକି ସେ ନିର୍ଭୟ ବାଡ଼ି ଖଣ୍ଡେ ହାତରେ ଥିଲେ ସାହସ ଆସେ। ହାତକୁ ହତିଆର ମିଳିଲେ କେମିତି ଗୋଟାଏ ବଳୁଆ ଲାଗେ। ଛାତି ବେକଟା ସିଧା ସଳଖ କରି ଚାହାଣୀରେ ସମସ୍ତିଙ୍କି ତଳକୁ ପୋତି ପୋତି ଚାଲିଲା ପରି ଲାଗେ। ପିଉଟି ଭାବୁଥିଲା। ଲୋକ ଗହଳିରେ ପିଉଟି ମିଶିଗଲା। ସେଦିନର ଶିକାରରେ 2ଟି ହରିଣ ଗୋଟିଏ କୁଟ୍ରା ମାରିଥିଲେ, ସେଥିପାଇଁ ସମସ୍ତିଙ୍କର ମହା ଆନନ୍ଦ। କୋକେଇରେ ବାନ୍ଧି ଫୁଲମାଳ ପକେଇ ମହାସମାରୋହରେ ଜନ୍ତୁମାନଙ୍କୁ ବୋହି ଲୋକେ ଗାଁକୁ ଫେରିଲେ। ପିଉଟିକୁ ଖୁବ୍ ଭଲ ଲାଗୁଥାଏ। ଗୋଷ୍ଠୀର ଜୀବନ ତାକୁ ଆପଣାର କରିସାରିଥିଲା। ସେ ଭାବୁଥିଲା ଶିକାରର ସାଫଲ୍ୟରେ ତାର ବି ଭାଗ ଅଛି, ସମସ୍ତିଙ୍କର ଭାଗ ଅଛି। ବାଟରେ ପୁଣି ସମସ୍ତେ ମଦ ପିଇଥିଲେ, ପୁଣି ଟୋକାଟୋକି ନାଚିଥିଲେ, ଧରାପରା ହୋଇଥିଲେ। ଗାଁ ପାଖର ଝୋଲାକୁ ଗଡ଼ି ଯାଉ ଯାଉ ଅଣଆଷାଢ଼ ଗଡ଼ାଣି ବାଟରେ ଯେଉଁଠି ଦୁଇ ପାଖେ ଦୁଇ କାନ୍ଥ ପରି ପଥର ଠିଆ ହୋଇଛି, ଘଞ୍ଚ ଅରମା କିଏ ଜଣେ ପଛରୁ ଆସି ତାର କାନ୍ଧ ଉପରେ ଓଜନ ହାତ ଛାପି ଦେଇଥିଲା। ପିଉଟି ଦେଖିଲା ସେହି ସେ ଦିଉଡ଼ୁ ସାଉଁତା। ଭଲ କଲୁ, ମୋର ବର୍ଚ୍ଛାଟା ଖୋଜି ଆଣିଲୁ ନୁନି। କେଉଁଠି ଫୋପାଡ଼ି ଦେଇ ଆସିଥିଲି। ଗୋଦ୍ରି ଗାଁର ଅସଲ ଲୁହାରେ ତିଆରି ମୋର ବର୍ଚ୍ଛାଟା। ଆଉ ଜାଣିଛୁ, ଥରେ ବାଘ ଗୋଡ଼ାଇଲେ ଯେ ତା ପାଟିରେ ମାରିଲି ଭୁଷାଏ। ଯେତେ ଥର ଧାଏଁ ସେତେ ଥର ତା ମୁହଁ ପାଖକୁ ବର୍ଚ୍ଛାଟା ଦେଖେଇ ଦିଏ। ବାଘ ହଟିଯାଏ। ବର୍ଚ୍ଛାକୁ କାମୁଡ଼ି ପକାଇଥିଲା। ଲୁହା ଉପରେ ତାର ଦାନ୍ତର ଚିହ୍ନ ଅଛି, ହେଇ ଦେଖେ। ତାର ନିଜର ଅଭିଜ୍ଞତା କି ଆଉ କାହାରି ପିଉଟି ଭାବକୁ ବେଳ ପାଇଲା ନାହିଁ। ତା ବର୍ଚ୍ଛା ବଢ଼େଇ ଦେଲା। ବହୁତ ଲୋକ ଚାକଚକି ଛାଇ ତଳେ ଅନ୍ଧାର। ତାର ଦେହରେ ଦେହ ଲଗେଇ ଦେଇ ସେ ଲୋକଟା ଠେଲାଠେଲିରେ ଚାଲିଛି। ସେଇ ଲୋକଟା ଅନର୍ଗ ଗପୁଛି। କେତେ ତାର କାନ୍ଧ ଉପରେ 2ଟା ବାହା ତଳକୁ ଓହଳି ପଡ଼ିଲା। ଭିଡ଼ ଭିତରେ ଅକଳରେ ପଡ଼ି ପିଉଟି ନ ଜାଣିଲା ପରି ଚାଲିଥାଏ। ଦେହଟା ଥରୁଥାଏ। ସେହିପରି ଅନ୍ୟମନସ୍କ ହୋଇ ପିଉଟି ଚାଲୁଥାଏ। କେତେବେଳେ ମନେ ହେଲା ନାହିଁ, କାହିଁ ସମସ୍ତେ କେତେ ଆଗକୁ ଚାଲିଗଲେଣି ତ। ଭିଡ଼ ନାହିଁ। ସଞ୍ଜ ଆକାର ଝିକି ଝିକି ଆଲୁଅରେ ବଣବୁଦାରେ ଶାନ୍ତି ଆସିଛି। ଭିଡ଼ ନାହିଁ, ଅଥଚ ତାହା ପଛେ ପଛେ ସେଇ ଲୋକଟା। ସେହିପରି ତାକୁ ସେ ଧରି ରହିଛି। ପିଉଟିର ଦେହର ମୋହ ଭାଙ୍ଗିଗଲା। ଛାଟିପିଟି ହୋଇ ସେ ପଳାଇଲା। ପଛଆଡ଼ୁ ଦିଉଡ଼ୁ ସାଉଁତାର ପାଟି, ପଳେଇଲୁ କାହିଁକି? ହେ ନୁନି, ପଳେଇଲୁ କାହିଁକି? ଦିଉଡ଼ୁ ସାଉଁତାର ଦେହ ଜଳୁଥାଏ। ଦରିତରେ ଆହୁରି ଥରେ ଦେଖା ଚାହାଁ। ପିଉଟି ଆପଣାକୁ ସମ୍ଭାଳି ନେଇଛି। ମୁହଁରେ ଆଖିରେ ସେହିପରି ଗୋଟାଏ ଦୂରର ଅଚିହ୍ନା କାହାଣୀ। ଦିଉଡ଼ୁ ଗୁପ୍ତ କଥା କହିଲା ପରି ଆଗକୁ ଭରସି କଲା। କିଛି ନ ଜାଣିଲା ପରି, ନ ଚିହ୍ନିଲା ପରି କଳିନ୍ତଳ ଦେଶର ଠାଣିରେ ଚାଲିରେ ପିଉଟି ତାକୁ ଅଭିଭୂତ କରିଦେଲା। ତାର ଚାହାଣୀରେ ଧକ୍କା ଖାଇ ଦିଉଡ଼ୁ ମୁଣ୍ଡ ପୋତି ତଳକୁ ହଟିଲା। ଭାବିଲା, ସବୁ ଏ ଟୋକିମାନଙ୍କର ମର୍ଜି। ଯେତେବେଳେ ଯାଏ ତାଙ୍କର ମନ ଥିବ ସେତେବେଳେ ଯାକ ଖେଳଉଥିବେ, ତାପରେ ଆଉ ନାହିଁ, ଗୋଡ଼ରେ ଠେଲିଦେବେ। ପିଉଟିର ବ୍ୟକ୍ତିତ୍ୱର ଡାକ କେବଳ ମାଂସର ନୁହେଁ। ଦିଉଡ଼ୁ ସାଉଁତା ଅଭିଭୂତ ହୋଇଥିଲା। କିଛି ତ୍ରୁଟି ହେଉନାହିଁ ତ ଦିଉଡ଼ୁ ଭାଇ? ଆମ ଗାଁ କେମିତି ଲାଗୁଛି? ହାରଗୁଣା ସାଉଁତା ଦିଉଡ଼ୁକୁ ପଚାରିଲା। ଦିଉଡ଼ୁ ହସି ହସି ମୁଣ୍ଡ ଟୁଙ୍ଗାରିଲା। ତୁମେ ଏକା ଆସିଲ? ଟୋକିଗୁଡ଼ାଙ୍କୁ ଆଣିଲ ନାହିଁ କାହିଁକି? କ'ଣ ମନ୍ଦ ହୋଇଥାନ୍ତା? ଆମର ଏଠି କ'ଣ ଚଳାଚଳ ଏତେ ଅସୁବିଧା ହୋଇଥାନ୍ତା? ହେଇ ଦେଖ ଦିଉଡ଼ୁ ଭାଇ, ସେଇ ଟୋକିଟା ଲୁଗାପଟା ଟିକିଏ ଆମ ପରି ପିନ୍ଧିଛି, କିନ୍ତୁ ସେ ଏକଦମ୍ କଳିଙ୍ଗୀ। 17 ବର୍ଷ ହେଲା ବିଦେଶରେ ପଡ଼ିଥିଲା।
କାଲି ସଞ୍ଜରେ ଆସି ପହଞ୍ଚିଛି ତା ମା ସାଙ୍ଗରେ। ଭଲ କରି କଥା କହି ଶିଖୁନାହିଁ। ଆମର ସବୁ କଥାକୁ ନାକ ଟେକୁଛି କୁଆଡ଼େ। ସମସ୍ତେ କହୁଛନ୍ତି ହେବାର କଥା ତ ସେଇପରି ଦେଉଡ଼ ଭାଇ। ସେ ଦେଶର ଲୋକେ ଆମଠୁ ବେଶୀ ଖୁସିରେ ଅଛନ୍ତି। ବହୁତ ଜାଣନ୍ତି। ନାରଣ ପଟଣା ବାଟେ ମୋର ମାମୁଁ ଘରକୁ ଗଲେ ବାରମ୍ବାର ମୁଁ ସେଇ କଥା ଦେଖେ। କ'ଣ କରିବା, ଆମରି ପରି ସେଠି ଏତେ ବଣ ନାହିଁ ତ କି ଏତେ ଶୀତ ନାହିଁ। ସେ ଦେଶର କନ୍ୟାକୁ ମାଗଣି କଲେ ନାହିଁ କରିଦେବେ। କହିବେ ଏଡ଼େ ଶୀତକୁ ଆମେ ଯିବୁ ନାହିଁ। ତାଙ୍କର ଖୋଲା ଜାଗା, ଭୁଇଁ ବେଶୀ ପାଚିଦିଏ। ସେଠି ରଟୁ ଅଛି, ଗାଡ଼ି ଅଛି, ଅଧିକାରୀମାନେ ଅଛନ୍ତି। ସେଥିପାଇଁ ସେମାନେ ଆମଠୁ ଉଞ୍ଚରେ। ତାଙ୍କର ଦେଖି ଆମ ଝରସରି ହେଲେ କ'ଣ ଭଲ ନା କ'ଣ? ଦେଉଡ଼ ସାନ୍ତା ଦେଖୁଥିଲା। ହେଇ ସେଠି ପିଓଟି ଚାଲି ଯାଉଛି। ଏ ଗାଁର ଝିଅ ଅଛନ୍ତି, କେମିତି ବାରି ହୋଇ ପଡ଼ୁଛି। କେଡ଼େ ସୁନ୍ଦର ଭାସିଗଲା ପରି ଚାଲିଠି, କେଡ଼େ ସୁନ୍ଦର ତାର ସବୁ କଥା। ବାରି ହୋଇ ପଡ଼ୁଛି ପିଓଟି। ଦେଉଡ଼ ସାନ୍ତା ଭାବୁଥିଲା କି ଦୁଃଖରେ ପୁୟୁକୁ ସେ ବିଭା ହୋଇଥିଲା। ତାର କ'ଣ ଦେଖିକରି ପୁୟୁ ଆଉ ପିଓଟି ସେ ଦୀର୍ଘ ନିଶ୍ୱାସ ପକାଇଲା। ଜଣକର ସାହଚର୍ଯ୍ୟରେ ଗୃହସ୍ଥର ବ୍ରହ୍ମଚର୍ଯ୍ୟ ଆସେ। ପୁଣି ମନେ ହୁଏ ସବୁ ଉଜାଡ଼ି ଦେଇ ବସିବାକୁ ଆଉ ଆରକ ସର୍ପ ଅର୍ଥାତ୍ ଶୁକ୍ରତାରା ପରି ଜଳି ଲାଗିଥାଏ ଦିଗ୍ବଳୟରେ। ଉତ୍ସାହ ଆଣେ, ବଳ ଆଣେ, ଅସାଧ୍ୟ ସାଧନ କରି ଜୀବନଟାକୁ ଜୀବନ ପରି ଉପଭୋଗ କରିବାକୁ। ତେବେ ଏହିଠାରେ ଶେଷ ହେଲା ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନଟିର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅନ୍ୟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।